ଅସୁବିଧା କଥା ବୁଝିଲେ କି ତାହେଲେ ଆପଣ ବିଶ୍ୱାସଘାତକ ଓଡ଼ିଶାବାସୀ ଆପଣ ମାନେ ବିଶ୍ୱାସଘାତକତା କରିଛନ୍ତି। ଆଗାମୀ ଦିନରେ ତା ଫଳ ପାଇବ। କଂଗ୍ରେସ ଦଳ ବିଶ୍ୱାସଘାତକ ନୁହଁ, ବିଶ୍ୱାସଘାତକ ହେଉଛନ୍ତି ନରେନ୍ଦ୍ର ମୋଦି ତାଙ୍କ ବିଜେପି ଦଳ। ବିଶ୍ୱାସଘାତକତା ନରେନ୍ଦ୍ର ମୋଦି କହିବାର କାରଣ ହେଉଛି ଯେ ତାମିଲନାଡୁରେ ସେ ଯେଉଁ ରାଜ୍ୟପାଳକୁ ଧରିକି ଯେଉଁ ଖେଳ କରିବାକୁ ଚାହୁଁଥିଲେ ସେ ଖେଳଟା ଆଜ୍ଞା ହେଇପାରିଲାନି। ଆଜ୍ଞା ଦେଖନ୍ତୁ ସେ ବିଜୟନକୁ ସପୋର୍ଟ କଲା କଂଗ୍ରେସ। କୁହନ୍ତୁନି ଆଜ୍ଞା, ଆପଣ କୁହନ୍ତୁନି 5 ଜଣ MLA ଯଦି ସପୋର୍ଟ ନ କରିଥାନ୍ତେ ବିଜୟନ ମୁଖ୍ୟମନ୍ତ୍ରୀ ହୋଇପାରିନଥାନ୍ତା। କିନ୍ତୁ ଯେଉଁ ଦଳରେ ଆମେ ଥିଲୁ ସେ ସରକାର ଗଢ଼ିଥାନ୍ତା କି ତାକୁ ଭାଙ୍ଗି ଦେଇକି ବିଶ୍ୱାସଘାତକତା କରିକି ବିଜନ ଜାଗାରେ ଆମେ ମିଶିନୁ। ଆଜ୍ଞା ମିଛ କଥା। କିନ୍ତୁ ଆଜ୍ଞା ଗୋଟେ ବଡ଼ କଥା ମୁଁ ଆଜ୍ଞା ମୋଦି ସାହେବକୁ ଏ ଓଡ଼ିଶା ବିଜେପି ଦଳକୁ ପଚାରୁଛି, ଆସୁ ଆସୁ ଶପଥ ନଉ ନଉ କହିଥିବା କଥା 200 ୟୁନିଟ୍ ବିଦ୍ୟୁତ ମାଗଣା କରିଥିଲା ଆଜ୍ଞା ତାମିଲନାଡୁରେ। ଏ ଯେଉଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଥିଲା କଥା ରଖିଲା, 200 ୟୁନିଟ୍ ବିଦ୍ୟୁତ ଛାଡ଼ କରିଦେଲା। ନିଶା ବିରୋଧରେ ଆଇନ କଲା, ପ୍ରତ୍ୟେକ ଜାଗାରେ ନିଶା ବନ୍ଦ କରିବା ପାଇଁ ପ୍ରକୋଷ୍ଠ ତିଆରି ହେବ, ସ୍ୱତନ୍ତ୍ର ସ୍ପେଶାଲ ସ୍କ୍ୱାଡ୍ ରହିବେ ଯେଉଁମାନେ କି ନିଶାକୁ ବନ୍ଦ କରିବେ। ମହିଳାମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାହିନୀ ଆଜ୍ଞା ଗଠନ କଲେ। ମହିଳାମାନେ ଯେମିତି ନିର୍ଯାତିତ ନ ହୁଅନ୍ତି, ମହିଳାମାନେ ଯେମିତି ସୁଖ ଶାନ୍ତିରେ ରହିବେ, ମହିଳାମାନଙ୍କୁ ଯେମିତି କିଏ ଆଙ୍ଗୁଳି ଦେଖାଇ ପାରିବନି, ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କଲେ ତାମିଲନାଡୁ ସରକାର। ମୁଁ ପଚାରୁଛି, ଆପଣ ଯେଉଁ ଇଲେକ୍ସନରେ ଆମେ 60ରୁ 80 3,000 ଦେବୁ, ଆପଣ ମଦ ବନ୍ଦ କରିବୁ, ଆମେ 300 ୟୁନିଟ୍ ବିଦ୍ୟୁତ ଦେବୁ। ଆଜି ପର୍ଯ୍ୟନ୍ତ ଓଡ଼ିଶାବାସୀକି ଦେଲେ କି? ଓଡ଼ିଶା ଅସୁବିଧା କଥା ବୁଝିଲେ କି? ତାହେଲେ ଆପଣ ବିଶ୍ୱାସଘାତକ ଓଡ଼ିଶାବାସୀ ଆପଣମାନେ ବିଶ୍ୱାସଘାତକତା କରିଛନ୍ତି। ଆଗାମୀ ଦିନରେ ତା ଫଳ ପାଇବ। କଂଗ୍ରେସ ଦଳ ବିଶ୍ୱାସଘାତକ ନୁହଁ, ବିଶ୍ୱାସଘାତକ ହେଉଛନ୍ତି ନରେନ୍ଦ୍ର ମୋଦି ତାଙ୍କ ବିଜେପି ଦଳ।